ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖେଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ କୃଷି ଯାନ୍ତ୍ରିକ ମେଳା। ଏହି କୃଷି ଯାନ୍ତ୍ରିକ ମେଳାରେ ଦ୍ୱିତୀୟ ଦିନରେ ଆମେ ଏକ ଷ୍ଟଲ୍ ପରିଦର୍ଶନ କରିଥିଲୁ। ଏହି ଷ୍ଟଲ୍ରେ କିପରି ମା ରାମଚଣ୍ଡୀ ଏବଂ ଇଡିଆଇ ପକ୍ଷରୁ ମା'ମାନଙ୍କୁ ତାଲିମ ଦିଆଯାଇ କିପରି ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ଏବଂ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ଏବଂ ନିଜେ ଆତ୍ମନିର୍ଭର ହୋଇପାରିବେ, ଏହା ଗୋଟେ ତାଙ୍କର ପ୍ରୟାସ ରହିଛି। ଏବଂ କଦଳୀରୁ ୱେଷ୍ଟେଜ୍ ଜିନିଷରୁ କିପରି ସେମାନେ ବିଭିନ୍ନ ସାମଗ୍ରୀ ତିଆରି କରିପାରୁଛନ୍ତି, ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛି। ମୁଁ କହିବି ଦେଖେଇବେ ଆଜ୍ଞାଙ୍କୁ, ସାର୍ ଦେଖେଇବେ ଏ ଯେଉଁ ଆମର କଦଳୀ ୱେଷ୍ଟେଜ୍ ଜିନିଷରେ କିପରି ବିଭିନ୍ନ ପ୍ରକାର କଣ୍ଢେଇ ଏବଂ ବ୍ୟାଗ୍, ହାତୀ ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ଟୋପି ଖେଳନା କରାଯାଇଛି, ଯାହାଦ୍ୱାରା ସୁନ୍ଦର ସୁନ୍ଦର ନିଖୁଣ ଭାବେ ତିଆରି କରାଯାଇଛି ଏବଂ ଚମତ୍କାର ଦେଖାଯାଉଛି। ଏହାଦ୍ୱାରା ସେମାନେ ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ନିଜର ପରିବାରର ଭରପୋଷଣ କରିପାରିବେ, ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ। ଏହି ଯେଉଁ ରାମଚଣ୍ଡୀ ଇଡିଆଇ ଫାଉଣ୍ଡେସନ୍ ତରଫରୁ କରାଯାଇଛି। ଆମ ପାଖରେ ଜଣେ ମା ଅଛନ୍ତି। ମା, ଆପଣ କ'ଣ କହିବେ? ଏ ଯେଉଁ ୱେଷ୍ଟେଜ୍ ଜିନିଷ କଦଳୀ ଇଏରୁ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେଇଛି, କେତେ ଖୁସି ବ୍ୟକ୍ତ କରୁଛନ୍ତି ଏହି ଟ୍ରେନିଂ ପାଇବା ଦ୍ୱାରା ଏବଂ କ'ଣ କ'ଣ ଜିନିଷ ସାମଗ୍ରୀ ତିଆରି କରୁଛନ୍ତି, କ'ଣ ମେସେଜ୍ ଦେବେ ଆ ଉପରେ? ଆମେ ଏଇ ଟ୍ରେନିଂ ପ୍ରଥମତଃ ଆମେ ଧନ୍ୟବାଦ ଜଣାଇବୁ ରାମଚଣ୍ଡୀ ଫାଉଣ୍ଡେସନ୍ ଆଉ ଇଡିଆଇ ତରଫରୁ ଆମେ ଯେଉଁ ଟ୍ରେନିଂଟା ନେଇଛୁ ସେମାନଙ୍କୁ ଧନ୍ୟବାଦ ଜଣାଇବୁ। ତାପରେ ଆମେ ଆଗରୁ ମାନେ ଯେଉଁ କଦଳୀଟା କଦଳୀ ଗୋଟେ ଗଛରୁ କଟା ହେଇସାରିଲା ପରେ ସେ କଦଳୀ ଗଛ ପୁରା ନଷ୍ଟ ହେଇଯାଉଥିଲା, ତାକୁ ଆମେ କିଛି କାମରେ ଆଉ ଲଗେଇ ପାରୁନଥିଲୁ। ତ ସେଇ ଟ୍ରେନିଂ ନେବା ଫଳରେ ଆମେ ତାର ପ୍ରତିଟି ଜିନିଷ ଆମକୁ ଆମର କାର୍ଯ୍ୟରେ ଲାଗିପାରୁଛି। ସେ ଯେଉଁ ସୂତାଟା ବାହାରୁଛି ସେଥିରୁ ଆମେ ବ୍ୟାଗ୍ ବି ବୁଣି ପାରୁଛୁ, ତାର କଦଳୀ ଭଣ୍ଡାରୁ ଆଚାର ହେଇପାରୁଛି, ମଞ୍ଜାରୁ ବି ଆଚାର ହେଇପାରୁଛି, ମିଠା ବି ହେଇପାରୁଛି। ଆଉ ଆମେ ଗୁଡ଼ା ଟ୍ରେନିଂ ନେଇ ବହୁତ ଖୁସି ଅଛୁ। ଆଉ ଏହା ଫଳରେ ଆମେ କ'ଣ ଆମର ଯେଉଁ ଘରର ଆମ ପରିବାରର ଆର୍ଥିକ ମାନେ ସ୍ୱଚ୍ଛଳତା ହେଇପାରିବ, ଆମେ କିଛି ଇନକମ୍ କରିପାରିବୁ, ଆମ ନିଜ ଗୋଡ଼ରେ ଆମେ ଠିଆ ହେଇପାରିବୁ। ଯାହା ମା କହୁଥିଲେ କଦଳୀ ୱେଷ୍ଟେଜ୍ ଜିନିଷରୁ ଆଚାର ହେଉ ଏବଂ ବିଭିନ୍ନ ବ୍ୟାଗ୍, ହାତୀ ଏବଂ ବିଭିନ୍ନ କଣ୍ଢେଇ ଟୋପି ସାମଗ୍ରୀ ତିଆରି କରିପାରୁଛନ୍ତି ଏବଂ ସେ ବହୁତ ଖୁସି ବ୍ୟକ୍ତ କରୁଛନ୍ତି ଏବଂ ନିଜର ଆର୍ଥିକ ସ୍ୱଚ୍ଛଳତା ଆଣିପାରିଛନ୍ତି ଏବଂ ପରିବାର ଭରଣ ପୋଷଣ ମଧ୍ୟ କରିପାରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଆମ ପାଖରେ ମା ରାମଚଣ୍ଡୀ ଫାଉଣ୍ଡେସନ୍ର ଅଧିକାରୀ ଅଛନ୍ତି। ଆପଣ କ'ଣ କହିବେ? ଯେଉଁ ମହିଳାମାନଙ୍କୁ ଟ୍ରେନିଂ ଦିଆହେଉଛି କଦଳୀ ୱେଷ୍ଟେଜ୍ ଜିନିଷରୁ ଆଚାର ହେଉ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି, ତାପରେ କ'ଣ କହିବେ? ପ୍ରଥମତଃ ମୋ ନାଁ ନାରାୟଣ ସାହୁ, ମୁଁ ମା ରାମଚଣ୍ଡୀ ଫାଉଣ୍ଡେସନ୍ର ଷ୍ଟେଟ୍ ପ୍ରୋଜେକ୍ଟ କୋଅର୍ଡିନେଟର, ତା ସଙ୍ଗେ ସଙ୍ଗେ ୱେଷ୍ଟେଜ୍ର ମ୍ୟାନେଜମେଣ୍ଟ ଉପରେ ଟ୍ରେନର ମଧ୍ୟ ଅଛି। ତ ଆମର ଗୋଟେ ପ୍ରୟାସ ଥିଲା ଯେ ଗଜପତି ଜିଲ୍ଲାରେ ବହୁତ ପରିମାଣରେ କଦଳୀ ଚାଷ ହେଉଛି, କିନ୍ତୁ ତା'ର ୱେଷ୍ଟେଜ୍ ମଧ୍ୟ ସେହି ପରିମାଣରେ ଆସିଯାଉଛି। ତ ୱେଷ୍ଟେଜ୍କୁ କେମିତି ଗୋଟେ ଭ୍ୟାଲ୍ୟୁ ଆଡ଼ିସନ୍ କରିପାରିବା ବା ତା'ର ମ୍ୟାନେଜମେଣ୍ଟ କେମିତି କରିପାରିବା, ତା ଉପରେ ଆମର ପ୍ରଥମ ପ୍ରୟାସ ଥିଲା। ତ ଧନ୍ୟବାଦ ଦେବି ଇଡିଆଇ ଆଉ ମା ରାମଚଣ୍ଡୀ ଫାଉଣ୍ଡେସନ୍ ଉଭୟ ଅର୍ଗାନାଇଜେସନ୍ ଦୁଇଟିର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲାର 3ଟି ଜାଗାରେ, ଗୋଟେ ହେଲା ରାମଗିରି ଉଦୟଗିରି ବ୍ଲକ ସୁବଲଡ଼ା ପଞ୍ଚାୟତ, ରାୟଗଡ଼ା ବ୍ଲକର ଲୋବା ଆଉ କୁରୁଗୁବା, 3ଟି ଜାଗାରେ ଏକା ସାଙ୍ଗରେ ଗୋଟେ ଟ୍ରେନିଂ ଆରମ୍ଭ କରାଯାଇଥିଲା। ଯେଉଁ ଟ୍ରେନିଂ ମାଧ୍ୟମରେ ଆମେ ଚେଷ୍ଟା କରିଥିଲୁ ମା'ମାନଙ୍କୁ ୱେଷ୍ଟେଜ୍ର ମ୍ୟାନେଜମେଣ୍ଟ ଉପରେ ବା କଦଳୀର ୱେଷ୍ଟେଜ୍ରୁ କେମିତି ଆମେ ଫାଇବର ପ୍ରଡ଼କ୍ସନ୍ କରିପାରିବା, ତା'ର ମଞ୍ଜାରୁ କେମିତି ଆମେ ଭ୍ୟାଲ୍ୟୁ ଆଡ଼ିସନ୍ କରିକି ଫୁଡ଼୍ ପ୍ରଡ଼କ୍ଟ ବନେଇ ପାରିବା। ତାପରେ ଆମର ରହିଲା କ'ଣ ନା କଦଳୀର ଫୁଲ ଆସିଲା, ତ ତାକୁ ମଧ୍ୟ ମ୍ୟାନେଜମେଣ୍ଟ କେମିତି କରିପାରିବା। ତ ତାଦ୍ୱାରା ବିଭିନ୍ନ ଭ୍ୟାଲ୍ୟୁ ଆଡ଼ିସନ୍ ଫୁଡ଼୍ ପ୍ରଡ଼କ୍ଟ ବନାଇଥିଲା, ଯେଉଁଟା ମା'ମାନେ ଆମର ଏଠି ଟ୍ରେନିଂ ନେଇଥିଲେ 26 ଦିନର ଟ୍ରେନିଂ ପ୍ରୋଗ୍ରାମ୍। ତ ଏଇ ଟ୍ରେନିଂ ପ୍ରୋଗ୍ରାମ୍ ମାଧ୍ୟମରେ ମା'ମାନେ ମଧ୍ୟ ଖୁସି ଅଛନ୍ତି, ଯାହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ୱଚ୍ଛଳ ମଧ୍ୟ ହୋଇପାରିବ। ସାର୍ ଯାହା କହୁଥିଲେ ପ୍ରୋଜେକ୍ଟ କୋଅର୍ଡିନେଟର ମା ରାମଚଣ୍ଡୀ ଏବଂ ଇଡିଆଇ ମିଳିତ ସହଯୋଗରେ ଯେଉଁ ଏ କାର୍ଯ୍ୟକ୍ରମ ହେଇଛି, ସେମାନଙ୍କୁ ୱେଷ୍ଟେଜ୍ ଜିନିଷରୁ କିପରି ଭଲ ଜିନିଷ ସାମଗ୍ରୀ କରିପାରିବେ ଏବଂ କିଛି ଶିଖି ଜିନିଷ ସାମଗ୍ରୀ କରିଲା ପରେ ସେମାନେ ସମାଜରେ ମୁଖ୍ୟ ସ୍ରୋତକୁ ଆସିପାରିବେ, ସେମାନଙ୍କର ଆର୍ଥିକ ପ୍ରତି ସଚଳ ହୋଇପାରିବ, ଏହା ଗୋଟେ ପ୍ରୟାସ ଜାରି ରହିଛି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।